ଆପଣମାନଙ୍କ ମଧ୍ୟରୁ ମୋତେ ବହୁତ ଥର ସେମ୍ କ୍ୱେଶ୍ଚନ୍ ଆସିଛି ଯେ ଭାଇ ଅଙ୍ଗନବାଡ଼ିରେ ଫର୍ମ ବାହାରିଲେ ଆମେ ଜାଣିବା କେମିତି? ତ ମୁଁ ସିମ୍ପଲି କହିଦେଉଛି ଅଙ୍ଗନବାଡ଼ିରେ ଫର୍ମ ବାହାରିଲେ ଆପଣଙ୍କ ଏରିଆରେ ହିଁ ଫର୍ମ ଯଦି ବାହାରିଥିବ ତ ଆପଣ ଆପ୍ଲାଏ କରିପାରିବେ। ଯେମିତିକି କାହା ଘର ପାଖରୁ କାହା ଘର ପର୍ଯ୍ୟନ୍ତ ଯଦି ସେମିତି ହିଁ ଆପଣଙ୍କ ଘର ତା ଭିତରେ ହିଁ ଆସୁଥିବ ତ ଆପଣ ସେ ଫର୍ମ ଆପ୍ଲାଏ କରିପାରିବେ। ତ ଅଙ୍ଗନବାଡ଼ିରେ ଫର୍ମ ବାହାରିଲେ ଆପଣଙ୍କ ଏରିଆରେ ବାହାରିଛି କି ନାହିଁ ଆପଣ ଜାଣିବେ କେମିତି? ମୁଁ ଏଇଠି ଦେଖଉଛି ଆପଣଙ୍କୁ। ଦେଖନ୍ତୁ ମୁଁ ଯୋଉ ୱେବସାଇଟରେ ଯାଇକି ଯେମିତି ଏଣ୍ଟର କରିବି ଆପଣ ସେମିତି ହିଁ ଏଣ୍ଟର କରିବେ। ମୁଁ ଏଇ ୱେବସାଇଟର ଲିଙ୍କ ଆପଣଙ୍କୁ ଡେସ୍କ୍ରିପସନରେ ଦେଇଦେବି। ଆପଣ ମୁଁ ଯେମିତି କରୁଛି ସେମିତି ହିଁ ଦେଖିବେ। ଆପଣମାନେ ସେ ଲିଙ୍କରେ କ୍ଲିକ୍ କଲା ପରେ ଆପଣଙ୍କୁ ଏମିତି କିଛି ଇଣ୍ଟରଫେସ୍ ଆସିବ ଯୋଉଥିରେ କି ଆପଣଙ୍କର ପ୍ରଥମେ ଆପଣ ଡିଷ୍ଟ୍ରିକ୍ଟ ଚୁଜ୍ କରିବେ। ମୁଁ ଯେମିତି ମୋର ବାଲେଶ୍ୱର ଡିଷ୍ଟ୍ରିକ୍ଟ ମୁଁ ଚୁଜ୍ କରିଦେଉଛି। ସେକେଣ୍ଡ ଅପସନଟି ଛାଡ଼ିଦେବା। ଥାର୍ଡ ଅପସନରେ ଦେଖିବା ଦିଟା ଅପସନ ଆସିବ। ଏ ଭିତରେ ଗୋଟେ ରହୁଛି ଅଙ୍ଗନବାଡ଼ି ୱାର୍କର ଆଉ ଗୋଟେ ଅଛି ଅଙ୍ଗନବାଡ଼ି ହେଲ୍ପର। ପ୍ରଥମଟି ହେଲା ଅଙ୍ଗନବାଡ଼ି ୱାର୍କର ଆଉ ଦ୍ୱିତୀୟଟି ଅଙ୍ଗନବାଡ଼ି ହେଲ୍ପର। ତ ଆପଣ ଦିଟା ଯାକ ଚେକ୍ କରିପାରିବେ। ମୁଁ ପ୍ରଥମେ ଅଙ୍ଗନବାଡ଼ି ୱାର୍କର ଚେକ୍ କରୁଛି। ସେଥିରେ କ୍ଲିକ୍ କଲି ତ ସିମ୍ପଲି କ'ଣ କରିବି ନା ଏଇଠି ସର୍ଚ୍ଚ କରିଦେବି। ସର୍ଚ୍ଚ କଲା ପରେ ଆପଣଙ୍କୁ ଏମିତି କିଛି ଇଣ୍ଟରଫେସ୍ ଆସିବ। ଦେଖନ୍ତୁ ଏଇଠି ଆସିଗଲା ଅଙ୍ଗନବାଡ଼ିର ସେଣ୍ଟର ନେମ୍, ଡିଷ୍ଟ୍ରିକ୍ଟ ଆଉ ଗୋଟେ ଅର୍ବାନ ରୁରାଲ ପ୍ରୋଜେକ୍ଟ, ଏରିଆ, ଭେକେଣ୍ଟ ପୋଜିସନ, ଷ୍ଟାର୍ଟ ଡେଟ୍ ଆଉ ଏଣ୍ଡିଂ ଡେଟ୍ ଯାହା ବି ଅଛି ଆପଣ ଏଇଠି ଚେକ୍ କରିପାରିବେ। ତ ଏଇଠି ଅଙ୍ଗନବାଡ଼ି ସେଣ୍ଟର ଆପଣ ଏଠି ଦେଖିବେ ସେଟା କୋଉ ଡିଷ୍ଟ୍ରିକ୍ଟରେ ଯାଉଛି ଏବଂ ସେଟା କୋଉ ପ୍ରୋଜେକ୍ଟରେ ଯାଉଛି। ତ ଆପଣ ଏଇଠି ଦେଖିବେ ଦେଖନ୍ତୁ ଯେମିତି ଏଇଟା କାସରଦା ବାଲେଶ୍ୱର ନୀଳଗିରି, ତାପରେ ଆଇଗିରିଆ ବାଲେଶ୍ୱର ନୀଳଗିରି, ସେମିତି ଆପଣ ବି ଚେକ୍ କରିପାରିବେ। ଏଇଟା ଜଳେଶ୍ୱର, ଏଇଟା ଖଇରା, ଏମିତି ସ୍କ୍ରଲ୍ କରିକି ଆପଣ ତଳକୁ ଯାଇକି ବି ଦେଖିପାରିବେ। ନେକ୍ସଟ ପେଜ ପୁଣି ଦେଖିବେ। ଠିକ ଅଛି। ତ ଏମିତି ବହୁତ ସାରା ଅଛି ଆପଣ ତଳକୁ ଯାଇକି ଦେଖିବେ। ନୀଳଗିରି, ଭାନଗା ଏମିତି ଆପଣ ଦେଖିବେ। ଆପଣଙ୍କର ପୁଣି ସେଇଟା କେତେ ତାରିଖରୁ ଷ୍ଟାର୍ଟ ହେଇଥିଲା ଆଉ କେତେ ତାରିଖରେ ଏଣ୍ଡ ରହୁଛି ସେମିତି ଆପଣ ଦେଖିବେ। ଠିକ ଅଛି। ତ ଏଇଟା ଗଲା ଅଙ୍ଗନବାଡ଼ି ୱାର୍କର। ତ ସେମିତି ପୁଣି ଉପରକୁ ଆସିକି ଆପଣ ଅଙ୍ଗନବାଡ଼ି ହେଲ୍ପର ଉପରେ କ୍ଲିକ୍ କରିକି ପୁଣି ସର୍ଚ୍ଚ କରିପାରିବେ। ଅଙ୍ଗନବାଡ଼ି ହେଲ୍ପରରେ ବି ଆପଣ ଦେଖିପାରିବେ। ସେମିତି ମୋର ଏଇଠି ବାଲେଶ୍ୱର ହିଁ ଚୁଜ୍ ଥିଲା। ତ ବାଲେଶ୍ୱର ଡିଷ୍ଟ୍ରିକ୍ଟର ନୀଳଗିରି, ବାଲେଶ୍ୱର ତଳକୁ ବାଲେଶ୍ୱର ସଦର, ତାପରେ ନେକ୍ସଟ ପେଜକୁ ଯିବା। ନେକ୍ସଟ ପେଜକୁ ଗଲା ପରେ ବାଲେଶ୍ୱର ସଦର, ତାପରେ ଭୋଗୁରାଇ, ନୀଳଗିରି ଏମିତି ଆପଣ ଚୁଜ୍ କରିବେ। ଆପଣ ଦେଖିବେ ଆପଣଙ୍କ ଏରିଆରେ ଫର୍ମ ବାହାରିଛି କି ନାହିଁ। ଠିକ ଅଛି। ତ ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା? ଯଦି କିଛି ଜାଣିବା ପାଇଁ ଶିଖିବା ପାଇଁ ମିଳିଲା ଆମ ଭିଡ଼ିଓରୁ ତାହେଲେ ଆମ ପେଜକୁ ଫଲୋ କରିବେ। ଯଦି ଇନଷ୍ଟାଗ୍ରାମରେ ଦେଖୁଛନ୍ତି ଫଲୋ କରିବେ, ନହେଲେ ଆପଣ ଯଦି ୟୁଟ୍ୟୁବରେ ଦେଖୁଛନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଆଉ ଆପଣମାନଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯେଉଁମାନେ ବି ଅଙ୍ଗନବାଡ଼ିରେ ଜବ୍ କରିବା ପାଇଁ ଚାହୁଁଛନ୍ତି, ଇଣ୍ଟରେଷ୍ଟ ଅଛନ୍ତି, ତାଙ୍କୁ ଏ ଭିଡ଼ିଓଟି ନିଶ୍ଚିତ ଭାବରେ ସେୟାର କରିବେ। ରହିଲି, ଜୟ ଜଗନ୍ନାଥ।